ମଣିଷ ସମାଜ ବାପା କରୁନାହିଁ ଏହା କାରଣ ଭାଗବତ ପ୍ରମାଣ କରୁଛନ୍ତି ଏଇଠୁ ଗୋଟେ କଥା ଶୁଣନ୍ତୁ। ଜଗନ୍ନାଥ ଦାସ ଲେଖିଛନ୍ତି ଲୋକେ ହୋଇବେ ଖଳବଳ ନାସିବେ ଭୁବନ ମଣ୍ଡଳ ଏଣୁ ହୋଇବେ ଅଳପାୟୁଷ ପାପେ ସକଳେ ଯିବେ ନାଶ। କାରଣ ଏସବୁ ଆକୃତି ଏସବୁ ପ୍ରକୃତି ଏସବୁ ଆଚରଣ ଏସବୁ ଉଚ୍ଚାରଣ ଏସବୁ ବିଦ୍ୱେଷଣ ହିଁ ଲୋକମାନଙ୍କର ଶରୀରରେ ପ୍ରଚାର ପ୍ରସାର ହୁଏ, ମଣିଷ ଦେହରେ ନୁହେଁ। ଏଣୁ ହୋଇବେ ଅଳପାୟୁଷ ପାପେ ସକଳେ ଯିବେ ନାଶ। ଏଇ ଯୋଉ ପ୍ରକୃତି ଆଚରଣ ଉଚ୍ଚାରଣ ବିଦ୍ୱେଷଣ କରିବେ, ନିଜେ ମରିବା ସହିତ ନିଜେ ପାପରେ ଭାଗିଦାର ହେବା ସହିତ ନିଜ ପରିବାର ପିତା ମାତା ସ୍ୱାମୀ ଶ୍ୱଶୁର ପୁଅ ଝିଅ ପରିବାରକୁ ମଧ୍ୟ ବାନ୍ଧିକିରି ମାରିବେ। କାରଣ ଭାଗବତ ଲେଖିଛନ୍ତି ଲୋକେ ହୋଇବେ ଖଳବଳ ନାସିବେ ଭୁବନ ମଣ୍ଡଳ ଏଣୁ ହୋଇବେ ଅଳପାୟୁଷ ପାପେ ସକଳେ ଯିବେ ନାଶ। କିନ୍ତୁ ମଣିଷ ନୁହନ୍ତି, ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ମନୁଷ୍ୟ ଦେହରେ ଦିବ୍ୟ ଜ୍ଞାନ ଅଛି, ତେଣୁକରି ମନୁଷ୍ୟ ହତ ହୁଏ ନାହିଁ। ମନୁଷ୍ୟର ବିଚାର ଶକ୍ତି ଅଛି, ମନୁଷ୍ୟର ଚିନ୍ତାଧାରା ଅଛି, ମନୁଷ୍ୟ ଅନ୍ୟ ଜଣଙ୍କୁ ସାହାଯ୍ୟ ସହଯୋଗ ସହାନୁଭୂତି ଏବଂ ପ୍ରେରଣା ମଧ୍ୟ ଦେଇପାରେ। ମନୁଷ୍ୟ ଦେବତାକୁ ମଧ୍ୟ ବଶ୍ୟ କରିପାରେ। ମନୁଷ୍ୟ ଆପଣ କହିବା କଥା ପ୍ରକୃତ ମଣିଷ ଏମିତି କାର୍ଯ୍ୟ କେବେ କରିବ ନାହିଁ। ନା, ଏଇଟା ହଉଛି ଘୃଣ୍ୟକର କାର୍ଯ୍ୟ, ମଣିଷ କେବେ କରିବ ନାହିଁ। କେବଳ ରାକ୍ଷସ ଏଇ କାମ କରିବେ ନିଶ୍ଚିନ୍ତ। ଆପଣ ଜାଣିଥିବେ କ ଠାରୁ ଲ ପର୍ଯ୍ୟନ୍ତ ଗୋଟେ ମାଳିକା ଲେଖା ଥିଲା। ଏ ଅଧମ ମଧ୍ୟ ସତ୍ୟଭଞ୍ଜଙ୍କର ଚ୍ୟାନେଲରେ ମଧ୍ୟ ଆଉ କେତେକ ଚ୍ୟାନେଲ ମଧ୍ୟ କହିଛି, ଆପଣଙ୍କୁ ଆଜି ପରେ ତାର କହିଦଉଛି। ମାନେ ର ଅକ୍ଷର ଗୋଟେ ପଦ ଅଛି, ଆରେ ଋତୁକାଳ ନ ମାନିବେ ରକ୍ତ ବିରଜା ସୁତ ଜନ୍ମ ଲଭିବେ ଗୁରୁଦେବ ହେ ସେତ ଏ ରାକ୍ଷସ ଗୁଣ ଆଚରିବେ ଗୁରୁଦେବ ହି। ଋତୁକାଳ ନ ମାନିବେ, ମା ମାନଙ୍କର ଯୋଉ ମାସିକ ଋତୁସ୍ରାବ ହୁଏ, ମା ମାନଙ୍କର ଯୋଉ 7 ଦିନ ମାନେ ରୁହନ୍ତି ଅଶୌଚ ରୁହନ୍ତି, ସେ ଅଶୌଚ ସମୟରେ ବାବା ମାନେ ମା ମାନଙ୍କ ନିକଟକୁ ମା ମାନଙ୍କ ଗୃହକୁ ଯାଆନ୍ତି ନାହିଁ। ତେଣୁକରି ରାଜା ମାନେ ରାଣୀଙ୍କ ଉଆସକୁ ଯାଆନ୍ତି ନାହିଁ। ସପ୍ତାହ 7 ଦିନ ଭିତରୁ ରବି ଏ ଶନି ମଙ୍ଗଳ ଗୁରୁ 3 ଦିନ ଏବଂ ସପ୍ତାହ ମାନେ ମାସକ ଭିତରେ 2ଟି ଏକାଦଶୀ 3 ଦିନ 4 12 2 14 ଦିନ ସଂକ୍ରାନ୍ତି ଗୋଟିଏ ଅମାବାସ୍ୟା ଗୋଟିଏ ପୂର୍ଣ୍ଣିମା ଗୋଟିଏ 3 12 3 15 ଦିନ ଏଇଭଳି ହିସାବରେ ବୁଝାଗଲେ 27 ଦିନଟି ଅତିବାହିତ ହେଇଯାଏ। ବାବା ମାନେ ଯାଆନ୍ତିନି ମା ମାନଙ୍କ ନିକଟକୁ। ବର୍ତ୍ତମାନ ଆପଣ ମାନେ ଚିନ୍ତା କରନ୍ତୁ, ଯଦି ଯୋଉ କୌଣସି ସାଂସାରିକ ଜୀବନ ଯାପନ କରୁଥିବା ବ୍ୟକ୍ତି ପୁରୁଷ ମାନେ ନାରୀ ମାନଙ୍କ ନିକଟକୁ 7 ଦିନ ଅତିବାହିତ ହେବା ପୂର୍ବରୁ ଯୋଉମାନେ ଯାଆନ୍ତି, ସେମାନଙ୍କ ଔରସରୁ ସେମାନଙ୍କ ଶୌର୍ଯ୍ୟ ଔର୍ଯ୍ୟ ବୀର୍ଯ୍ୟରୁ ତାଙ୍କର ଯୋଉ ସନ୍ତାନ ସନ୍ତତି ଜନ୍ମ ହୁଅନ୍ତି, ସେମାନେ ଠିକ ଏଇଭଳି ଆଚରଣ ଉଚ୍ଚାରଣ କରନ୍ତି, ଏଭଳି କାର୍ଯ୍ୟ କରନ୍ତି, ଯାହାକି ସେମାନେ କୁଳର ଅଙ୍ଗାର ସଦୃଶ କୁଳାଙ୍ଗାର କହିଲେ ଅତୃପ୍ତି ହେବ ନାହିଁ ଏବଂ ସେମାନଙ୍କୁ ଜାରଜ ସନ୍ତାନ କହିଲେ ମଧ୍ୟ ଅତୃପ୍ତି ହେବ ନାହିଁ। ସେଥିପାଇଁ ମହାପୁରୁଷ ମାନେ ଲେଖି ଦେଇଛନ୍ତି ଋତୁ କାଳ ନ ମାନିବେ ରକ୍ତ ବିରଜା ସୁତ ଜନ୍ମ ଲଭିବେ ଗୁରୁଦେବ ହେ। ସେମାନେ କୋଉ କୁଳ ଆଚରଣ କୋଉ ଗୁଣ ଆଚରଣ କରିବେ ନା ସେତ ରାକ୍ଷସ ଗୁଣ ଆଚରଣ କରିବେ। ଏସବୁ ବ୍ୟକ୍ତି ଏସବୁ କାର୍ଯ୍ୟ କରିବାର ତତ୍ପରତା, ଏସବୁ କାର୍ଯ୍ୟ କରିବା ପାଇଁ କେହି ପଛଘୁଞ୍ଚା ଦେବେ ନାହିଁ। ବର୍ତ୍ତମାନ ଯୋଉଟା କି କିଛି ଦିନ ସମୟ କିଛି ଘଣ୍ଟା ପୂର୍ବରୁ ଆପଣମାନେ ପ୍ରଚାର ପ୍ରସାର ହେଇସାରିଲାଣି ସାରା ଭାରତରୁ ମଧ୍ୟ ଅନେକ ଅନୁକୋଣେ। କିନ୍ତୁ ବର୍ତ୍ତମାନ ଯୋଉ ମଣିଷ ମାଂସକୁ ମଣିଷ ଖାଇଲା ବେଳେ ବର୍ତ୍ତମାନ ଆପଣମାନେ ଆଶ୍ଚର୍ଯ୍ୟ ହଉଛନ୍ତି। ଏହା ଆଶ୍ଚର୍ଯ୍ୟ କଥାର କିଛି ନୁହେଁ। ଯୋଉ କଥା ଆପଣଙ୍କୁ ଟିକେ ପୂର୍ବରୁ କହିଲି ଯେ କି କିଛି ବଡ ବଡ ହୋଟେଲ ମାନଙ୍କରେ ଗୋଟେ ମଣିଷକୁ ମଧ୍ୟ ଛେଳି କୁକୁର ସହିତ ଘୁଷୁରୀ ସହିତ କାଟିକିରି ମଧ୍ୟ ମିଶେଇକି ତାକୁ ସପ୍ଲାଏ କରି ରୋଷେଇ କରିଯାଉଛି, ତାକୁ ମଧ୍ୟ ଏଇ ମଣିଷ ମଧ୍ୟ କେତେକ ମଣିଷ ତାକୁ ଖାଉଛନ୍ତି।